हेलो हेलो पिलाମାନେ ସହଜ ଶିକ୍ଷାକୁ ବହୁତ ବହୁତ ସ୍ୱାଗତ। ଆମେ ପଢ଼ୁଥିଲେ ଷଷ୍ଠ ଶ୍ରେଣୀର ବିଜ୍ଞାନ ବହିରେ ପ୍ରଥମ ଅଧ୍ୟାୟ ପଢ଼ି ସାରିଛି। ଆଜି ପଢ଼ିବା ଦ୍ୱିତୀୟ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ କ'ଣ ଅଛି ଦେଖିଦିଅ। ଖାଦ୍ୟର ଶ୍ରେଣୀ ବିଭାଗ। ଖାଦ୍ୟକୁ କେମିତି ଶ୍ରେଣୀରେ ଭାଗ କରି ରଖାଯାଇଛି ସେ ବିଷୟରେ ଆଜି ଆମେ ପଢ଼ିବା। ତାହେଲେ କ'ଣ କ'ଣ ଅଛି ଦେଖିନେବା। ଆମେ ବିଭିନ୍ନ ପ୍ରକାର ଖାଦ୍ୟରେ ଯେମିତିକି ଚାଉଳ, ଡାଲି, ପନିପରିବା, ମାଛ, ମାଂସ, ଅଣ୍ଡା, ଛେଳି ଏସବୁ ଇତ୍ୟାଦି ପଦାର୍ଥ ବ୍ୟବହାର କରିଥାଉ। ଯେତେ ପ୍ରକାର ଆମେ ଖାଉଛୁ ସେଇଟା ବିଭିନ୍ନ ଆବଶ୍ୟକତା ପୂରଣ କରେ। ଯେମିତିକି ବୃଦ୍ଧି କରିବା ପାଇଁ, ଆମର ଶରୀରକୁ ବୃଦ୍ଧି କରିବା ପାଇଁ ତା ପାଇଁ ଅଲଗା ଖାଦ୍ୟ ଖାଇବାକୁ ପଡ଼ିଥାଏ। ଆମ ଶରୀରର ଗଠନ ପାଇଁ ଅଲଗା ଖାଦ୍ୟ ଖାଇବାକୁ ପଡ଼ିଥାଏ ଓ ବିଭିନ୍ନ ପ୍ରକାର ପନିପରିବା ଓ ଖାଦ୍ୟ ଆମେ ଦୈନନ୍ଦିନ ଜୀବନରେ ଖାଇଥାଉ। ଏବେ ଦେଖିବା ଆଉ କ'ଣ କ'ଣ ଅଛି। ଦେଖିନିଅ ପୋଷକ। ତାମାନେ ପୋଷକ କାହାକୁ କହନ୍ତି ଦେଖିନିଅ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ, ତାହାକୁ ପୋଷକ କହନ୍ତି। ବୁଝିପାରିଲ? ପ୍ରତ୍ୟେକ ଖାଦ୍ୟରେ କିଛି କିଛି ରାସାୟନିକ ପଦାର୍ଥ ଥାଏ, ତାହାକୁ ଆମେ କ'ଣ କହିବା? ପୋଷକ ବା ନ୍ୟୁଟ୍ରିଏଣ୍ଟ ବୋଲି କହିଥାଉ। ସେଗୁଡ଼ିକ କ'ଣ କ'ଣ? ସେଗୁଡ଼ିକ ହେଲା ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍, ଜୀବସାର ଓ ଖଣିଜ ଲବଣ। ତାମାନେ ଏହି ପୋଷକ ଅନୁସାରେ ଖାଦ୍ୟକୁ ବିଭିନ୍ନ ପ୍ରକାର ଶ୍ରେଣୀରେ ରଖାଯାଇଛି। ସେଗୁଡ଼ିକ କ'ଣ କ'ଣ ଆଗକୁ ଦେଖିବା। ଦେଖିନିଅ ଉଦ୍ଭିଦଜ ଖାଦ୍ୟ। ତାମାନେ ଉଦ୍ଭିଦରୁ କେଉଁ କେଉଁ ଖାଦ୍ୟ ଆମକୁ ମିଳିଥାଏ ତାହାକୁ ଉଦ୍ଭିଦଜ ଖାଦ୍ୟ ବୋଲି କହିବା। ଯେମିତି କଦଳୀ, ସେଓ, ସପୁରୀ, ଗାଜର, ମକା ଓ ଅନ୍ୟାନ୍ୟ ସବୁ ପନିପରିବା ଓ ଫଳ ଗୁଡ଼ିକ ଏସବୁ ଉଦ୍ଭିଦରୁ ଆମକୁ ମିଳିଥାଏ। ଏଗୁଡ଼ିକୁ ଉଦ୍ଭିଦଜ ଖାଦ୍ୟ ବୋଲି କହିଥାଉ ଆମେ। ଓ ପ୍ରାଣୀଜ ଖାଦ୍ୟ କାହାକୁ କହନ୍ତି? ମାଛ, ମାଂସ, ଅଣ୍ଡା, ଚିଙ୍ଗୁଡ଼ି, କ୍ଷୀର ଏସବୁ ହେଲା କ'ଣ? ପ୍ରାଣୀଜ ଖାଦ୍ୟ ଅଟେ, ଯେଉଁଟା ଆମକୁ କେଉଁଠାରୁ ମିଳିଥାଏ? ପ୍ରାଣୀ ଠାରୁ ମିଳିଥାଏ। ଖାଦ୍ୟର ଶ୍ରେଣୀ ବିଭାଗ। ଏବେ ଦେଖ ଶ୍ୱେତସାର ଜାତୀୟ ଖାଦ୍ୟ ଚିହ୍ନଟ ପ୍ରଣାଳୀ। ଶ୍ୱେତସାର ଜାତୀୟ କେଉଁ ଖାଦ୍ୟରୁ ଆମକୁ ମିଳିଥାଏ ତାହା କେମିତି ଆମେ ଚିହ୍ନିବା। ଦେଖ ଗୋଟିଏ କାଚ ଗିଲାସରେ 1 ଚାମଚ ଅଟା ନେଇ ସେଥିରେ 3-4 ଚାମଚ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅ। ପାଣିଆ ଅଟାରେ 2-3 ବୁନ୍ଦା ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଥିବା ଆୟୋଡିନ୍ ଦ୍ରବଣ ମିଶାଅ। ଏହାକୁ ଚାମଚ ସାହାଯ୍ୟରେ ଭଲ ଭାବରେ ଘାଣ୍ଟି ଦିଅ ଓ ଦ୍ରବଣରେ ରଙ୍ଗ କି ପରିବର୍ତ୍ତନ ହେଲା ତାହା ଲକ୍ଷ୍ୟ କର। ଯଦି ତାହା ଗାଢ଼ ନୀଳ ହୋଇଗଲା ତାହେଲେ ଆମେ ଜାଣିବା ଯେ ସେଇଟା କ'ଣ? ଶ୍ୱେତସାର ଜାତୀୟ ଖାଦ୍ୟ ଅଟେ। ଯେମିତିକି ସିଝା ଆଲୁ, ଚୁଡ଼ା, ସୋରିଷ ତେଲ, ଡାଲି ଗୁଣ୍ଡ, କ୍ଷୀର ଓ ଅଲଗା ଅଲଗା ଗିଲାସରେ ସବୁ ନେଇକି ଏସବୁ ଆମେ କ'ଣ ପରୀକ୍ଷା କରିକି ଜାଣିପାରିବା ଯେ କେଉଁ କେଉଁ ଖାଦ୍ୟରେ ଆମର ଶ୍ୱେତସାର ଅଛି। ଏସବୁକୁ ଆମେ ପରୀକ୍ଷା କରିକି ନିଜେ ନିଜେ ମଧ୍ୟ ଜାଣିପାରିବା ଶ୍ୱେତସାର ଜାତୀୟ ଖାଦ୍ୟ କେଉଁ କେଉଁଟା। ବୁଝିହେଲା? ଏମିତି ଦେଖ ଏମିତି କରାହେଇଛି। ଏମିତି ଆମେ ନିଜେ ନିଜେ ମଧ୍ୟ ଘରେ ଘରେ ଏମିତି ପରୀକ୍ଷା କରିପାରିବ। ଏବେ ଆମେ ଦେଖିବା ପୁଷ୍ଟିସାର ଖାଦ୍ୟର ଚିହ୍ନଟ କିପରି କରିବା। ଗୋଟେ ସ୍ୱଚ୍ଛ ପାଣି ବୋତଲ ନିଅ, ସେଥିରେ ଅଳ୍ପ ଗୁଣ୍ଡ ଡାଲି ପୁରାଅ, ଡ୍ରପର ସାହାଯ୍ୟରେ 8-10 ବୁନ୍ଦା ପାଣି ମିଶାଅ। ଏହାପରେ 2 ବୁନ୍ଦା ତୁତିଆ ଦ୍ରବଣରେ ଓ 8-10 ବୁନ୍ଦା ଖାର ସୋଡ଼ା ଦ୍ରବଣ ସେଥିରେ ମିଶାଇ ଦେବ। ତାପରେ ଠିପି ଲଗାଅ, ଏହାକୁ କିଛି ସମୟ ପାଇଁ ସ୍ଥିର ଭାବରେ ରଖିଦେବ। ସେ ଯେଉଁ ମିଶାଇଥିବା ଦ୍ରବଣକୁ ସ୍ଥିର ଭାବରେ ରଖିଦେବ। ତାପରେ ତାହା କିପରି ରଙ୍ଗ ଆସିଲା ତାହା ଦେଖିବ। ତାହା ଯଦି ବାଇଗଣୀ ରଙ୍ଗ ହୋଇଯିବ ତାହେଲେ ସେଥିରେ ଆମେ ଜାଣିପାରିବା ସେଇଟା ପୁଷ୍ଟିସାର ଜାତୀୟ ଖାଦ୍ୟ ଅଟେ। ଏମିତି ଆମେ ନିଜେ ନିଜେ ଘରେ ଘରେ ମଧ୍ୟ
ପରୀକ୍ଷା କରିପାରିବା ଯେ କେଉଁଠି ଶ୍ୱେତସାର ଅଛି କେଉଁଠି ପୁଷ୍ଟିସାର ଅଛି ବୋଲି ଆମେ ନିଜେ ମଧ୍ୟ ପରୀକ୍ଷା କରି ଜାଣିପାରିବା। ବୁଝିହେଲା? ପୁଷ୍ଟିସାର ଖାଦ୍ୟ ଜାତୀୟ କେମିତି ଆମେ ଚିହ୍ନଟ କରିପାରିବା ସେଇଟା କରିକି ଆମେ ନିଜେ ସାରଣୀରୁ ପୂରଣ କରିପାରିବା। ଡାଲି ଗୁଣ୍ଡରେ କ'ଣ ଥାଏ, ବାଇଗଣ ରଙ୍ଗ ହେଲା ନା କ'ଣ ରଙ୍ଗ ହେଲା, ସେଇଟା ଆମେ ନିଜେ ସବୁ କରିପାରିବା। ଏଇଟାକୁ ଆମେ କ'ଣ ଡାଲି, ଅଣ୍ଡା ଲାଳ, କ୍ଷୀର, ମାଛ, ମାଂସ, ସୋୟାବିନ୍, ଛତୁ ଆଦି ପୁଷ୍ଟିସାର ଜାତୀୟ ଖାଦ୍ୟ ଅଟେ। ଏସବୁକୁ ନେଇକି ଆମେ ଯଦି କରିବା ତାହେଲେ କ'ଣ ଏ ବାଇଗଣୀ ରଙ୍ଗ ହେଇଯିବ। ତାପରେ ଦେଖିବା ଆମେ ସ୍ନେହସାର ଜାତୀୟ ଖାଦ୍ୟ ଚିହ୍ନଟ କେଉଁ ପ୍ରଣାଳୀରେ ବା କେଉଁ ପରୀକ୍ଷାରେ ଆମେ କରିପାରିବା ତାହା ଏବେ ଦେଖିବା। କେତେକ ଧଳା କାଗଜ ନେବ, ଅଟା, ସିଝା ଆଳୁ, ଚିନାବାଦାମ ଗୁଣ୍ଡ ହୋଇଥିବ, ପାକଲ ନଡ଼ିଆ, ସୋରିଷ ଗୁଣ୍ଡ ଏସବୁକୁ ନେଇ ଆମେ କ'ଣ କରିବା, ଉପରୁ ଝାଡ଼ି ଦେଇ କାଗଜକୁ ଖରାରେ କିଛି ସମୟ ପାଇଁ ଶୁଖାଇ ଦିଅ। ଲକ୍ଷ୍ୟ କର ଯେ କାଗଜଟି ତେଲିଆ ହୋଇଯିବ। ଦେଖ ତୁମେ ଖାଇବାକୁ ଯାଇଥିବ ବେଲେ ତୁମ ପକୁଡ଼ି ଖାଇବ, ସିଙ୍ଗିଡ଼ା ଖାଇବ, ସେଇଟା କାଗଜରେ ଦିଆଯାଏ। ସେଇଟା ଖାଇସାରିଲା ପରେ ଦେଖିବ ସେ କାଗଜରେ କ'ଣ ତେଲିଆ ହୋଇଯାଇଥାଏ। ତା'ମାନେ ସେଇଠି ଜାଣିବା ଯେ ଆମେ ସେ ଖାଦ୍ୟରେ କ'ଣ ଅଛି, ସ୍ନେହସାର ଜାତୀୟ ଖାଦ୍ୟ ଅଛି। ସେ ଯେଉଁ ତେଲ ହେଇଯାଇଥାଏ ସେଇଟା ହିଁ ଜଣାପାଏ ଯେ ସେଇଠି କ'ଣ ଅଛି, ସ୍ନେହସାର ଜାତୀୟ ଖାଦ୍ୟ ଅଟେ ସେଇଟା ବୋଲିକରି। ଯେମିତିକି ଏହି ପରୀକ୍ଷାରେ କ'ଣ ଜାଣିଲେ ଯେ ଆମେ ଚିନାବାଦାମ, ସୋରିଷ, ନଡ଼ିଆ ଅଧିକ ପରିମାଣରେ ତେଲ ରହିଥାଏ। ଏଗୁଡ଼ିକ କ'ଣ ହେଲା, ସ୍ନେହସାର ଜାତୀୟ ଖାଦ୍ୟ ଅଟେ। ସେହିପରି ସୂର୍ଯ୍ୟମୁଖୀ, ମଞ୍ଜି, ରାଶି, ଅତସୀ, କୁସୁମ, ଜଡ଼ା, ମାଛ ଓ ମାଂସର ଚର୍ବି ଏସବୁରେ ମଧ୍ୟ କ'ଣ ଥାଏ, ସ୍ନେହସାର ଜାତୀୟ ଖାଦ୍ୟ ଥାଏ ବା ସ୍ନେହସାର ଜାତୀୟ ଏସବୁ ଗୁଡ଼ିକ ବୋଲି କୁହାଯାଏ। ଆଉ ଏବେ ଦେଖିବା ସେ ସ୍ନେହସାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ କ'ଣ ଯେଉଁଟା ଉଦ୍ଭିଦରୁ ମିଳିଥାଏ ସ୍ନେହସାର ତାହାକୁ ଉଦ୍ଭିଦଜ ସ୍ନେହସାର ବୋଲି କୁହାଯାଏ। ଗୋଟେ ଆଉ ଅଲଗା ପ୍ରକାର ହେଲା ଯାହା ପ୍ରାଣୀଙ୍କ ଠାରୁ ମିଳିଥାଏ ଯେଉଁ ସ୍ନେହସାର ତାହାକୁ ପ୍ରାଣୀଜ ସ୍ନେହସାର ବୋଲି କୁହାଯାଏ। ବୁଝିହେଲା? ସ୍ନେହସାର କେମିତି ପରୀକ୍ଷା କରିକି ଜାଣିବା ଆଉ କେଉଁଥିରୁ ଆମେ ସ୍ନେହସାର ଖାଦ୍ୟ ମିଳିଥାଏ ତାହା ଏବେ ଆମେ ଦେଖିଲେ। ଏବେ ଦେଖିବା ଭିଟାମିନ୍ ଓ ଖଣିଜ ଲବଣ ମଧ୍ୟ ବିଭିନ୍ନ ଖାଦ୍ୟରେ ଥାଏ। ତାହା କେଉଁଥିରେ ଥାଏ ଆମେ ଦେଖିବା। ଆମେ ଜାଣିଲେ କେଉଁଠି ଜାଣିଲେ ସ୍ନେହସାର, ଶ୍ୱେତସାର, ପୁଷ୍ଟିସାର, ଭିଟାମିନ୍ ଓ ଖଣିଜ ଲବଣ ଏବେ ଦେଖିବା କେଉଁଥିରେ ଥାଏ। ଦେଖିବାକୁ ଗଲେ ପ୍ରତ୍ୟେକ ଖାଦ୍ୟରେ ପ୍ରାୟ ସମସ୍ତ ପ୍ରକାର ପୋଷକ ଥାଏ, କିନ୍ତୁ ଯେଉଁ ପ୍ରକାର ଖାଦ୍ୟରେ ଟିକେ ଅଧିକା ପୋଷକ ଯେଉଁ ପ୍ରକାର ଥାଏ ତାହାକୁ ସେହି ପୋଷକ କୁହାଯାଏ। ଯେମିତିକି ଚାଉଳରେ ଅଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଥାଏ, ସେଥିପାଇଁ ଚାଉଳ କ'ଣ ଶ୍ୱେତସାର ଜାତୀୟ ଖାଦ୍ୟ ବୋଲି କହିଥାଏ। ଆମେ ତାହାକୁ କହିଥାଉ। ଚାଉଳରେ ଆଉ ଗୁଡ଼ରେ, ଭାତରେ ଏସବୁରେ କ'ଣ ଶ୍ୱେତସାରର ପରିମାଣ ଟିକେ ଅଧିକା ଥିବାରୁ ତାହାକୁ ଶ୍ୱେତସାର ଜାତୀୟ ଖାଦ୍ୟ ବୋଲି ଆମେ କହିଥାଉ। ମାଛ, ମାଂସ ଏସବୁରେ କ'ଣ ପୁଷ୍ଟିସାରର ପରିମାଣ ଟିକେ ଅଧିକ ଥାଏ, ସେଥିପାଇଁ ଆମେ ଏହାକୁ ପୁଷ୍ଟିସାର ଜାତୀୟ ଖାଦ୍ୟ ବୋଲି କହିଥାଉ। ପୋଷକ ଆମ ଶରୀର ପାଇଁ କ'ଣ ପାଇଁ ଦରକାର ସେଇଟା ଆମେ ଏବେ ଜାଣିବା। କେଉଁଥିପାଇଁ କେଉଁ ପୋଷକ ଦରକାର ଓ କାହିଁକି ଦରକାର ସେଇଟା ଏବେ ଆମେ ଜାଣିବା। ଶ୍ୱେତସାର ଅଭାବରେ ଓ ସ୍ନେହସାର ଅଭାବରେ ଅପପୁଷ୍ଟି ଜନିତ ରୋଗ ହୋଇଥାଏ। ରୋଗର ଲକ୍ଷଣକୁ ନେଇ ରୋଗର ନାମକରଣ ହୋଇଥାଏ, ଯଥା ଶ୍ୱେତସାର ଅଭାବରେ ମରାସ୍ମସ୍ ଓ ପୁଷ୍ଟିସାର ଅଭାବରେ କ୍ୱାସିୟକର ରୋଗ ହୋଇଥାଏ। ମାରାସ୍ମସ୍ ରୋଗର ଲକ୍ଷଣ ଗୁଡ଼ିକ ମଧ୍ୟରେ ପତଳା ଝାଡ଼ା ହେବା, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ହେବା, କେଶ କହରା ହେବା ଇତ୍ୟାଦି ପ୍ରଧାନ ଏସବୁ ଗୁଡ଼ିକ କ'ଣ ଲକ୍ଷଣ ଗୁଡ଼ିକ ଅଟେ। ଓ କ୍ୱାସିୟକର ରୋଗ ଭୋଗୁଥିବା ରୋଗୀର ଗୋଡ଼, ହାତ, ମୁହଁ ଫୁଲିଯାଏ ଓ ମୁଣ୍ଡରୁ କେଶ ଉପୁଡ଼ିଯାଏ। ସାଧାରଣତଃ ଶିଶୁମାନଙ୍କଠାରେ ଏହି ପ୍ରକାର ରୋଗ ଅଧିକ ଦେଖାଯାଏ। ଏସବୁ କ'ଣ ଛୋଟ ଛୁଆମାନଙ୍କ ଦେଖାଯାଏ, ବଡ଼ ହେଲା ପରେ ଏସବୁ ଦେଖାଯାଏ ନାହିଁ। ଏବେ ଆମେ ସାରଣୀକୁ ଟିକେ ଦେଖିବା। ପୋଷକ ସେଗୁଡ଼ିକର ଉତ୍ସ ଓ କାର୍ଯ୍ୟ। ଯେମିତିକି ଶ୍ୱେତସାର ଗୋଟେ ପୋଷକ। ଶ୍ୱେତସାର କେଉଁଥିରୁ ମିଳେ, ଉତ୍ସ ମାନେ କେଉଁ ଉପାଦାନରୁ ମିଳିଥାଏ ସେଇଟା ହେଲା ତାର ଉତ୍ସ। ଚାଉଳରୁ ମିଳିଥାଏ,
ଚିନିରୁ ମିଳିଥାଏ, ଗୁଡ଼ରୁ ମିଳିଥାଏ, ଆଲୁରୁ ମିଳିଥାଏ, ମାଣ୍ଡିଆ, ମକା, ସାରୁ, ବାଜରା, ଅଟା, କନ୍ଦମୂଳ ଇତ୍ୟାଦିରୁ କ'ଣ ମିଳିଥାଏ? ଆମକୁ ଶ୍ୱେତସାର ମିଳିଥାଏ। ତା'ମାନେ ଶ୍ୱେତସାରର କାର୍ଯ୍ୟ କ'ଣ? ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ। ବଳକା ଶ୍ୱେତସାର ଶରୀରରେ ଚର୍ବି ଆକାରରେ ଜମା ହୋଇ ରହେ, ସେଥିରୁ ଆବଶ୍ୟକ ସମୟରେ ଶକ୍ତି ମିଳେ। ତୁମେ ଦେଖିଥିବ ଟିକେ ମୋଟା ଲୋକକୁ ଟିକେ କ'ଣ ଲାଗେ? ତାଙ୍କୁ ଟିକେ ଭୋକ ଲାଗେ ନାହିଁ। ଯଦି ଭୋକ ଲାଗିବ ସେ ଚର୍ବିରେ ସେ ଗୋଟେ ଦୁଇ ଦିନ ବଞ୍ଚିଯିବ। ଜାଣିପାରୁଥିବ ମୁଁ କ'ଣ କହିବାକୁ ଚାହୁଁଛି। ଏବେ ଦେଖିବା ପୁଷ୍ଟିସାର। ପୁଷ୍ଟିସାର କେଉଁଥିରୁ ମିଳେ ବା କେଉଁ ଖାଦ୍ୟରେ ଟିକେ ଅଧିକା ପରିମାଣରେ ପୁଷ୍ଟିସାର ଥାଏ? ଡାଲି, ସୋୟାବିନ୍, ଛତୁ, ମାଛ, ମାଂସ, ଅଣ୍ଡା। ଅଧିକ ମାତ୍ରାରେ ଦେଖିବାକୁ ଗଲେ ଆମ କ'ଣ ନନଭେଜ୍ ଟାଇପ୍ର ଖାଦ୍ୟରେ ଅଧିକା କ'ଣ ଥାଏ? ପୁଷ୍ଟିସାର ଥାଏ। ଏହାର କାର୍ଯ୍ୟ କ'ଣ? ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରିଥାଏ। ନଷ୍ଟ ହୋଇଯାଇଥିବା କୋଷକୁ ବଦଳରେ ନୂତନ କୋଷ ସୃଷ୍ଟି କରେ। କ'ଣ ତୁମକୁ ଘା ହେଲା, ଖଣ୍ଡିଆ ଖାବର ହେଲା, ସେଇଟା ଆପେ ଆପେ ତୁମେ ଯଦି କ'ଣ ଔଷଧ ନ ଖାଇଲେ ମଧ୍ୟ ଆପେ ଆପେ କ'ଣ ହୋଇଯାଇଥାଏ? ତାହା ଭଲ ହୋଇଯାଇଥାଏ। ସେଇଟା କେଉଁଥିପାଇଁ? ଏ ପୁଷ୍ଟିସାର ପାଇଁ। ପୁଷ୍ଟିସାର ଖାଦ୍ୟରେ କ'ଣ ସେସବୁ ଥାଏ, ସେଇଟା ଆପେ ଆପେ ଠିକ୍ କରିଦିଏ। ତାପରେ ଦେଖିବା ସ୍ନେହସାର। ସ୍ନେହସାର କେଉଁଥିରେ ଥାଏ? ତେଲ, ଘିଅ, ଲହୁଣୀ, ମାଛ, କ୍ଷୀର, ମାଂସ, ଅଣ୍ଡା ଇତ୍ୟାଦିରୁ କ'ଣ ମିଳିଥାଏ? ଆମକୁ ସ୍ନେହସାର ମିଳିଥାଏ। ଏହାର କାର୍ଯ୍ୟ କ'ଣ? ଏହାର କାର୍ଯ୍ୟ ହେଲା କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ ଓ ଚର୍ମକୁ ଚିକ୍କଣ ରଖିଥାଏ। ନହେଲେ କ'ଣ ହୁଏ? ଆମ ଦେଖିଥିବ କ'ଣ ହୁଏ? ଶୀତ ଦିନରେ ଆମ ଦେହ ଟିକେ କ'ଣ ହେଇଯାଏ? ଆମ ଶରୀର ଟିକେ ଟିକେ କ'ଣ ହେଇଯାଏ? ମସୃଣ ଦେଖେ। ଏବେ ଆମେ ପଢ଼ିବା କ'ଣ ଭିଟାମିନ୍, ସେଗୁଡ଼ିକର ଉତ୍ସ ଓ ଅଭାବ ଜନିତ ରୋଗ ବା ଲକ୍ଷଣ। ତା'ମାନେ କେଉଁ ଖାଦ୍ୟର କେଉଁ ପ୍ରକାର ଭିଟାମିନ୍ ଆମକୁ ମିଳିଥାଏ, ସେଇଟା କିପରି କାର୍ଯ୍ୟ କରିଥାଏ। ଭିଟାମିନ୍ ଏ। ଭିଟାମିନ୍ ଏ କେଉଁଥିରେ ମିଳିଥାଏ? ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, ଗାଜର, ମାଛ ତେଲ ଏସବୁରୁ ଆମକୁ ଭିଟାମିନ୍ ଏ ମିଳିଥାଏ। ଏହାର କାର୍ଯ୍ୟ କ'ଣ? ଏହା ଅନ୍ଧାର କଣା ରୋଗରୁ ମୁକ୍ତ କରିବା ସାହାଯ୍ୟ କରିଥାଏ। ବେଳେ ବେଳେ ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଲୋପ ହୋଇଯାଇଥାଏ, ଚର୍ମ ଶୁଖିଯାଏ ଓ କାଠ ବ୍ରଣ ହୁଏ। ଏଇଟା କ'ଣ? ଏହାର ଯଦି ଅଭାବ ହେଲା, ଭିଟାମିନ୍ ଏର ଅଭାବ ହେଲା ବେଳେ ଅନ୍ଧାର କଣା ରୋଗ ହୁଏ ଓ ବେଳେ ବେଳେ ଦୃଷ୍ଟିଶକ୍ତି ଆପେ ଆପେ ପୁରା ଧୀରେ ଧୀରେ କମ୍ ହେଇ ପୁରା ଦୃଷ୍ଟିଶକ୍ତି ଲୋପ ହୋଇଯାଇଥାଏ। ତାପରେ ଦେଖିବା ଭିଟାମିନ୍ ବି। ଭିଟାମିନ୍ ବି କେଉଁଥିରୁ ମିଳିଥାଏ? ଆମକୁ କେଉଁ ଖାଦ୍ୟରେ ମିଳିଥାଏ? ଅକାଣ୍ଡିଆ ବା ଢିଙ୍କି କୁଟା ଚାଉଳ, ଚୋକଡ଼ ମିଶା ଅଟା, ବାସି ତୋରାଣି, କାଞ୍ଜି ଶାଗ, ଛେଲି କଲିଜା ଓ କ୍ଷୀର ଏସବୁରୁ ଭିଟାମିନ୍ ବି ଆମକୁ ମିଳିଥାଏ। ଭିଟାମିନ୍ ବିର ଯଦି ଅଭାବ ହେବ ବେଲେ କ'ଣ ବେରି ବେରି ରୋଗ ହୁଏ। ଆମକୁ ପାଟିରେ ଘା ହେବ, ତୁଣ୍ଡ ଘା ହେବ, ଗୋଡ଼ ହାତ ଫୁଲିଯିବ, ଝିମଝିମ ଲାଗିବ, ତଳି ପାଗରେ ଛୁଞ୍ଚି ଫୁଡ଼ିଲା ପରି ଲାଗିବ। ଏସବୁ ଆମକୁ ଲକ୍ଷଣ ଦେଖାଯାଏ ଯଦି ଭିଟାମିନ୍ ବିର ଅଭାବ ହେଲେ। ଭିଟାମିନ୍ ସି। ଭିଟାମିନ୍ ସି କେଉଁଥିରୁ ମିଳେ? କମଳା, ଲେମ୍ବୁ, ପିଜୁଳି, ଟମାଟୋ, ଅଁଳା, କଞ୍ଚାଲଙ୍କା, ତଟକା ପନିପରିବାରୁ ଆମକୁ ଭିଟାମିନ୍ ସି ମିଳିଥାଏ। ଭିଟାମିନ୍ ସିର ଯଦି ଆମକୁ ଅଭାବ ହେବ ତାହେଲେ କ'ଣ ହେବ? ସ୍କର୍ଭି ରୋଗ ହେବ, ଦାନ୍ତ ମାଡ଼ି ରକ୍ତ ପଡ଼ିବ, ଘା ଶୀଘ୍ର ଶୁଖେ ନାହିଁ, ବହୁତ ଦିନ ପର୍ଯ୍ୟନ୍ତ ଘାଟା ରହିବ। ଯେତେ ମେଡ଼ିସିନ୍ ଖାଇଲେ ମଧ୍ୟ ଜଲ୍ଦି ଶୁଖିପାରିବ ନାହିଁ। ତାପରେ ଭିଟାମିନ୍ ଡି କେଉଁଠାରୁ ମିଳିଥାଏ? ଛୋଟ ମାଛ, ଛେଲି କଲିଜା, ଅଣ୍ଡା, କଡ଼ର ମାଛ ତେଲ, କ୍ଷୀର, ସୂର୍ଯ୍ୟକିରଣ ଏସବୁରୁ ଆମକୁ କ'ଣ ଭିଟାମିନ୍ ଡି ମିଳିଥାଏ। ଏସବୁର ଯଦି ଅଭାବ ହେଲା ବା ଭିଟାମିନ୍ ଡିର ଅଭାବ ହେଲା ବେଳେ କ'ଣ ରିକେଟ୍ସ, ଅଷ୍ଟିଓମାଲେସିଆ ରୋଗ ହୁଏ, ହାତ ଗୋଡ଼ ସବୁ ସରୁ ହୋଇଯିବ ଓ ଅସ୍ଥି ଟାଣ ହୁଏ ନାହିଁ। ଛୋଟ ଛୋଟ ସବୁ ହେଇଯିବ, ଗୋଡ଼ ହାତ ସବୁ ସରୁ ହୋଇଯିବ। ଏସବୁ ଆମକୁ ଲକ୍ଷଣ ଦେଖାଯିବ। ତାପରେ ହେଲା ଭିଟାମିନ୍ ଇ। ଭିଟାମିନ୍ ଇ କେଉଁଥିରେ ଥାଏ? ଗଜାମୁଗ, ଗଜା ବୁଟ, ରାଶି ତେଲ, ସୂର୍ଯ୍ୟମୁଖୀ ତେଲ, ଫଳ ଏସବୁରୁ ଆମକୁ କ'ଣ ଭିଟାମିନ୍ ଇ ମିଳିଥାଏ। ଭିଟାମିନ୍ ଇର ଅଭାବରେ କ'ଣ ହେବ? ଚର୍ମ ଚିକ୍କଣ ରହେ ନାହିଁ, ମସୃଣ ହୋଇଯିବ, କାରଣ ସ୍ନେହସାରରେ ଶୋଷଣ ବାଧାପ୍ରାପ୍ତ ହୁଏ। ସ୍ତ୍ରୀ ଲୋକମାନଙ୍କର ବନ୍ଧ୍ୟା ରୋଗ ହେବାର ସମ୍ଭାବନା ଥାଏ।
तापर देखिबा विटामिन के। विटामिन के केउथिरे मिलिथाए? विभिन्न प्रकार शाग, माछ, क्षीर, मांस, सहज पनिपरिबा, फल, बंधाकोबी एसबुरु विटामिन के मिलिथाए। विटामिन के ର ଅଭାବ ହେଲେ ଶରୀରରେ କୌଣସି ସ୍ଥାନ କଟିଗଲେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ। ତମ ଶରୀରରେ କୌଣସି ଯଦି କ'ଣ ହେବ, ଖଣ୍ଡିଆ ହେବ, ସେଥିରେ ପୁରା ରକ୍ତ ବହି ସାରୁଥିବ, ବହୁତ ସାରା ରକ୍ତ ବହିଯିବ। ଏହା ବ୍ୟତୀତ ଭିଟାମିନ୍ B1, B2, B12 ଇତ୍ୟାଦି ମଧ୍ୟ ରହିଛି। କିନ୍ତୁ ସେଥିମଧ୍ୟରୁ B12 ର ଆବଶ୍ୟକତା ବେଶୀ ଥାଏ ଆମକୁ। ସାଧାରଣତଃ ମାଛ, ମାଂସ, ଅଣ୍ଡା, କ୍ଷୀର, କଲିଜାରେ ଆଦିରେ ଏସବୁ ଥାଏ। ରକ୍ତରେ ଥିବା ଲୋହିତ କୋଷିକା ତିଆରି ସାହାଯ୍ୟରେ ଏସବୁ ଲାଗିଥାଏ। RBC ଯେନ୍ଟା କହୁଛୁ ଆମେ, ରକ୍ତ କ'ଣ ପାଇଁ ଲାଲ ଦେଖାଯାଏ? ସେଟାକୁ ତିଆରି କରିବାରେ ଏସବୁ B12 ଓ B1 ଏସବୁ Bର ଭିଟାମିନ୍ ଗୁଡ଼ିକ କାମରେ ଲାଗିଥାଏ। ଭିଟାମିନ୍ ଗୁଡ଼ିକ ମଧ୍ୟରୁ କେତେକ ଜଳରେ ମିଲାଇ ଯାଆନ୍ତି, ଯଥା ଭିଟାମିନ୍ B ଓ ଭିଟାମିନ୍ C। ଏଣୁ ଏଗୁଡ଼ିକୁ କ'ଣ କୁହାଯାଏ? ଦେଖ, ସମୟ ସମୟରେ ପାଣିରେ ଭିଜାଇ ରଖିଲେ ଅଧିକ ସିଝାଇ ଦେଲେ ଏସବୁ କ'ଣ କରନ୍ତି? ଜଳରେ ଦ୍ରବୀଭୂତ ହୋଇ ନଷ୍ଟ ହୋଇଯାଇଥାନ୍ତି। କେତେକ ଭିଟାମିନ୍ A, D, E, K ସେଟା ଜଳରେ ମିଲାଇ ନଥାନ୍ତି, ସେଗୁଡ଼ିକ ସ୍ନେହସାର ଦ୍ରବଣରେ ମିଲାଇ ଥାନ୍ତି। ତେଣୁ ପରିବାକୁ କାଟିବା ପୂର୍ବରୁ ଧୋଇବା ଉଚିତ। ନହେଲେ କ'ଣ, କାଟିବା ପରେ ଯଦି ସେ ଭିତର ଅଂଶକୁ ସବୁ ଧୋଇଦେବା ବୋଲେ କ'ଣ ହେବ? ପାଣିରେ ସବୁ ଭିଟାମିନ୍ ପଲେଇଯିବ। ଖାଦ୍ୟରେ ଅନ୍ୟ ଏକ ଲବଣ ପୋଷକ କଥା ଆଗରୁ କୁହାଯାଇଛି। ଏହା ଆମ ଶରୀରରେ ଅଳ୍ପ ପରିମାଣରେ ଆବଶ୍ୟକ ହେଲେ ମଧ୍ୟ ଏହାର ଉପଦେୟତା ଅଛି। କାରଣ ଲୁଣ କଥା କୁହାଯାଇଛି। ଲୁଣ ବୋଲି ଜାଣିପାରୁଥିବ ଆମ ଶରୀର ପାଇଁ କେତେ ଆବଶ୍ୟକ। ଆମେ ଡାଲି, ତରକାରୀ, ସନ୍ତୁଳା ଇତ୍ୟାଦିରେ ଲୁଣ ପକାଉଛେ। ଏହାର ରାସାୟନିକ ନାମ ହେଲା ସୋଡ଼ିୟମ କ୍ଲୋରାଇଡ୍ ବା NaCl ବୋଲିକି ଆମେ ଯାହାକୁ କହୁଛୁ। ଏହା ଏକ ଲବଣ ପାଇଁ ଶରୀର ସେହିପରି ଆଉ କେତୋଟି ଲବଣର ଆବଶ୍ୟକତା ରହିଛି ତୁମେ ଘରେ ଦେଖିଥିବ। କଞ୍ଚା କଦଳୀକୁ କାଟି ଜଲରେ ପାଇଁ ଏକ ପୋଷକ ନହେଲେ ମଧ୍ୟ ଏହା ଖାଦ୍ୟନଳୀରୁ ମଳ ବାହାର କରିବାରେ ସାହାଯ୍ୟ କରେ। ପେଟରୁ ମଳ ଭଲ ଭାବରେ ବାହାରି ନ ଗଲେ ଶରୀରର ବିଭିନ୍ନ ରୋଗ ସୃଷ୍ଟି ହୁଏ। ତମେ ଜାଣିଥିବ କେଉଁ କେଉଁ ଖାଦ୍ୟରେ ଅଧିକ ତନ୍ତୁ ଥାଏ କହିପାରିବ? ଦେଖ, ଲବଣ, ଖଣିଜ ଲବଣ କାହା କହନ୍ତି? ଦେଖ, 3 ପ୍ରକାର ଅଛି। କ୍ୟାଲସିୟମ ଯୁକ୍ତ ଲବଣ, ଲୌହ ଯୁକ୍ତ ଲବଣ, ଆୟୋଡିନ ଯୁକ୍ତ ଲବଣ। ଏହାକୁ ଆମେ ଗୋଟେ ଗୋଟେ କରି ପଢ଼ିବା। କେଉଁଥିରେ ମିଳିଥାଏ? ଚୁନା ମାଛରୁ କ୍ୟାଲସିୟମ ଯୁକ୍ତ ଲବଣ ମିଳିଥାଏ। ଚୁନା ମାଛ, ମାଛ କଣ୍ଟା, କ୍ଷୀର, ମାଂସ, ଶାଗ। ଏହାର କାର୍ଯ୍ୟ କ'ଣ? ଦାନ୍ତ ଓ ଅସ୍ଥିର ଗଠନରେ ସାହାଯ୍ୟ କରିଥାଏ। ଅଭାବ ଜନିତ ରୋଗ, ଯଦି କ୍ୟାଲସିୟମର ଅଭାବ ହେଲେ କ'ଣ ହେବ? ଅସ୍ଥି ବଙ୍କା ହେଇଯିବ। ଲୌହ ଯୁକ୍ତ ଲବଣ। ଲୌହ ଯୁକ୍ତ ଲବଣ କେଉଁଥିରୁ ମିଳିଥାଏ? ସଜନା ଶାଗ, ପୋଇ, ଭେଣ୍ଡି, କଦଳୀ, ମାଣ୍ଡିଆ ଏସବୁରୁ ମିଳିଥାଏ। ଏହାର କାର୍ଯ୍ୟ କ'ଣ? ରକ୍ତ ତିଆରିରେ ଏସବୁ ସାହାଯ୍ୟ କରିଥାଏ। ଯଦି ରକ୍ତ ତିଆରିରେ ଏସବୁ ସାହାଯ୍ୟ କରିବ। ଅଭାବ ଜନିତ ରୋଗ, ଯଦି କ'ଣ ହେବ? ଲୌହଯୁକ୍ତ ଲବଣର ଅଭାବ ରହିବ, ରକ୍ତହୀନତା ରୋଗ ଦେଖାଯିବ। ବୁଝିପାରିଲ? ତାପରେ ହେଲା ଆୟୋଡିନ ଯୁକ୍ତ ଲବଣ। ସଜନା ଛୁଇଁ, ସମୁଦ୍ର ମାଛ, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଫଳ, ଆୟୋଡିନ ଯୁକ୍ତ ଲବଣ ଏସବୁରେ ଥାଏ। ଏସବୁର କାର୍ଯ୍ୟ କ'ଣ? ଥାଇରଏଡ୍ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରିଥାଏ। ଏହାର ଯଦି ଅଭାବ ହେଲେ କ'ଣ ହେବ? ଗଲଗଣ୍ଡ ରୋଗ ହୁଏ। ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି ହୁଏ। ତମ ସାଙ୍ଗମାନଙ୍କର ଭିତରେ ଦେଖିଥିବ କେତେ ଜଣଙ୍କର କ'ଣ ଏମିତି ବାୟା ବାୟା ପରି ହେଉଥିବେ। ସେଇଟା ଏଇ ଆୟୋଡିନ ଯୁକ୍ତ ଲବଣ ଯାହାର ଅଭାବ ରହିଥିବ ସେ ଏମିତି ବ୍ୟବହାର କରିବ। ଏବେ ଦେଖିବା ତନ୍ତୁ ଜାତୀୟ ଖାଦ୍ୟ। କିଛି ଲୋକ ଦେଖିଥିବ ଝାଡ଼ା ପରିଷ୍କାର ହୁଏ ନାହିଁ। ଡାକ୍ତର ସେମାନଙ୍କୁ କ'ଣ ଦିଅନ୍ତି? ଶାଗ, କଞ୍ଚା ଫଳ, ପନିପରିବା ଆଦି ଖାଇବାକୁ ପରାମର୍ଶ
ଦେଇଥାନ୍ତି। ଏହାର କାରଣ କ'ଣ ଜାଣିଛ? କେତେକ ଖାଦ୍ୟରେ ତନ୍ତୁ ଅଧିକ ମାତ୍ରାରେ ରହିଥାଏ। ତମେ ଦେଖିଥିବ କେତେକ ଖାଦ୍ୟରେ ଅଧିକ ମାତ୍ରାରେ ତନ୍ତୁ ରହିଥାଏ। ତାମାନେ କ'ଣ? ଏବେ ଦେଖିବା କ'ଣ ଦେଇଛି ଆଉ। କୁଆଡ଼େ ଗଲା? ଚୋପା ଲଗା କଞ୍ଚା ଫଳ ଓ ମଞ୍ଜି, ଚୋପା ଲଗା କଞ୍ଚା ପନିପରିବା ଯଥା ଟମାଟୋ, ମୂଳା, ଗାଜର, ବିଟରୁଟ, କାକୁଡ଼ି, ଚକି ପେଶା ଅଟା, ଚୋପା ଲଗା ଡାଲି ଏ ସମସ୍ତ ପ୍ରକାରରେ ତନ୍ତୁ ଶାଗରେ ରହିଥାଏ। ଅଟା ଓ ମଇଦା ମଧ୍ୟରୁ କେଉଁଠି ଅଧିକା ତନ୍ତୁ ଥାଏ କୁହ? ଖାଦ୍ୟ ପଦାର୍ଥ ସିଝିଗଲେ ସେଥିରେ ତନ୍ତୁ ନରମ ହୋଇଯାଏ। ଅଧିକ ତନ୍ତୁ ଜାତୀୟ ଖାଦ୍ୟ ଥିବାରୁ ଆମକୁ ଦୈନନ୍ଦିନ ଖାଦ୍ୟରେ କିଛି କଞ୍ଚା ଫଳ ପନିପରିବା ରଖିବା ଆବଶ୍ୟକ। ଖାଲି ତନ୍ତୁ ଖାଇଲେ ହେବ ନାହିଁ, ସେଥିପାଇଁ ଆମକୁ କିଛି କଞ୍ଚା ଫଳ ପନିପରିବା ସାଲାଡ଼ ସବୁଦିନ ଆମକୁ ଖାଇବା ଦରକାର। ଏବେ ଦେଖିବା ସୁଷମ ଖାଦ୍ୟ କ'ଣ? ଆମେ ଜାଣିଲେ ପ୍ରତ୍ୟେକ ଖାଦ୍ୟର ଉପଦେୟତା ରହିଛି। ଆମେ ଗୋଟିଏ ଖାଦ୍ୟ ନ ଖାଇ ତାହାକୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତ୍ୟେକ ଦିନ ଖାଇବା କଥା। ଆମେ ଖାଲି ଭାତ ରୁଟି ନ ଖାଇକି ଅଲଗା ଅଲଗା ପ୍ରକାର ସବୁ ପ୍ରତ୍ୟେକ ଦିନ କିଛି କିଛି ଅଲଗା ଅଲଗା ପ୍ରକାର ଖାଇବା କଥା। ନହେଲେ ଆମର ଶରୀର ଅସୁସ୍ଥ ରହିବ ଓ ବିଭିନ୍ନ ପ୍ରକାର ଭିଟାମିନ୍ ଆମକୁ ମିଳିପାରିବ ନାହିଁ। ପୋଷକ ଥିବା ଆବଶ୍ୟକୀୟ ଖାଦ୍ୟର ପରିମାଣ ଲୋକଠାରୁ ବୟସ, ଲିଙ୍ଗ ତଥା କରୁଥିବା କାର୍ଯ୍ୟ ଉପରେ ନିର୍ଭର କରେ। ଯିଏ ବେଶୀ କାର୍ଯ୍ୟ କରୁଥିବ ବା ଅଧିକ କାର୍ଯ୍ୟ କରୁଥିବ ତାହାକୁ ଅଧିକ ପୋଷକ ଦରକାର। ଆଉ ଯିଏ ଖାଲି ଘରେ ବସିଥିବ କିମ୍ବା ଅଫିସରେ ବସି କାର୍ଯ୍ୟ କରୁଥିବ ତାହାକୁ କମ୍ ପୋଷକ ହେଲେ ମଧ୍ୟ ହେଇଯିବ। ସେଇଟା ତାର ମାନେ ପୋଷକର ଆବଶ୍ୟକତା ପରିମାଣ ଆମର କାର୍ଯ୍ୟ ଉପରେ ମଧ୍ୟ ନିର୍ଭର କରିଥାଏ। ଓ ଲିଙ୍ଗ ଉପରେ ପୁରୁଷ ଲୋକଙ୍କ ଆବଶ୍ୟକତା ଓ ସ୍ତ୍ରୀ ଲୋକଙ୍କ ଆବଶ୍ୟକତା ଅଧିକ ଭିନ୍ନ ରହିବ। କାହିଁକି ନା ତାଙ୍କର କାର୍ଯ୍ୟ ଅଲଗା ଅଲଗା। କଠିନ ଶାରୀରିକ ପରିଶ୍ରମ ଯିଏ କରୁଥିବ ତାହାକୁ ଅଧିକା ଦରକାର ଲାଗିବ। ଏବେ କହିଲି ଯେଉଁଟା ଅଫିସରେ ବସି କରୁଥିବ ତାହାକୁ କମ୍ ଦରକାର। ଗୋଟେ ସୁଷମ ଖାଦ୍ୟର ଆମେ କ'ଣ କରିବା? ଗୋଟେ ତାଲିକା କରିବା। ଆଉ ତମ ବୟସର ପିଲାମାନେ କେତେ ପୋଷକ ଦରକାର ବା କେତେ ପରିମାଣରେ ଖାଦ୍ୟ ଖାଇଲେ ଶରୀର ବୃଦ୍ଧି ଘଟିବ, ଶରୀର ସୁସ୍ଥ ରହିବ, ପାଠ ପଢ଼ାରେ ମନ ଲାଗିବ, ତାହା ଆମେ ସାରଣୀରେ ଦିଆଯାଇଛି। ଦେଖିବା ଏବେ ନିରାମିଷ ଭୋଜନ କରୁଥିବା ଦୈନନ୍ଦିନ ଚିନାବାଦାମ ଖାଇବା ଉଚିତ। କ'ଣ ପାଇଁ? ତୁମମାନେ କାଜୁ, ପେସ୍ତା ବାଦାମ ପାଇଲେ ଏହା ଖୁବ୍ ଉଚିତ। ତୁମମାନେ କାଜୁ ବା ପେସ୍ତା ବାଦାମ ପାଇଲେ ଏହା ଖାଇବା ଉଚିତ। ଏହା ଶରୀର ପାଇଁ ଆବଶ୍ୟକ ଅଟେ। ଓ ଖାଦ୍ୟ ଖାଇବା ସହିତ ଦିନକୁ 8ରୁ 10 ଗିଲାସ ପାଣି ପିଇବା ଦରକାର। ଏବେ ଦେଖିବା 10ରୁ 12 ବର୍ଷର ପିଲାଙ୍କର ସୁଷମ ଖାଦ୍ୟ ତାଲିକା କ'ଣ ରହିଛି। ଖାଦ୍ୟ କ'ଣ କ'ଣ? ଶସ୍ୟ ଯେଉଁଟା ଚାଉଳ, ମକା, ମାଣ୍ଡିଆ ଏସବୁରୁ ତିଆରି ଖାଇବା କଥା। ପ୍ରତ୍ୟେକ ଦିନ ନିରାମିଷ ଭୋଜନ କ୍ଷେତ୍ରରେ ଯିଏ ଆମିଷ ଖାଏ ନାହିଁ ସେ କେତେ 320 ଗ୍ରାମ ପ୍ରତ୍ୟେକ ଦିନ ଏସବୁ ଖାଇବା କଥା। ଆଉ ଯିଏ ଆମିଷ ଖାଏ ସେ ମଧ୍ୟ 320 ଗ୍ରାମ ଖାଇବା କଥା। ତାପରେ ଡାଲି ଯେମିତିକି ହରଡ଼, ବୁଟ ଯାହା ବି ତୁମେ ଡାଲି ଖାଉଛ ସେଇଟାକୁ ନିରାମିଷ ବାଲେ କେତେ ଖାଇବା କଥା? 70 ଗ୍ରାମ। ଆମିଷ ଖାଇବା ଲୋକ 60 ଗ୍ରାମ ଖାଇଲେ ମଧ୍ୟ ଚଳିବ। ଓ ଶାଗ ଓ କଞ୍ଚା ପନିପରିବା ଦିନକୁ ଯିଏ ନିରାମିଷ ସେ 100 ଗ୍ରାମ ଖାଇବ ଓ ଯିଏ ଆମିଷ ଖାଇବା ଲୋକ ମଧ୍ୟ 100 ଗ୍ରାମ ଖାଇବା କଥା। ତମ ବୟସର ପିଲାମାନେ ପନିପରିବା କେତେ ଦରକାର? 50 ଗ୍ରାମ 50 ଗ୍ରାମ। ଆମିଷ ଖାଇବା ଲୋକ ବି 50 ଗ୍ରାମ, ଆମିଷ ନ ଖାଇବା ଲୋକ ବି 50 ଗ୍ରାମ ଖାଇବା କଥା। ଫଳ 50 ଗ୍ରାମ ପ୍ରତ୍ୟେକ ଦିନ ଖାଇବାରେ ରଖିବା କଥା। କ୍ଷୀର ମଧ୍ୟ 300 ମିଲିଲିଟର ଓ ଯିଏ ଆମିଷ ଖାଉଛି ସେ 200 ମିଲିଲିଟର ପିଇବା କଥା। ତେଲ ଓ ଘିଅ 35 ଗ୍ରାମ ଖାଇବା କଥା। ମାଛ, ମାଂସ, ଅଣ୍ଡା ଯିଏ ତ ଆମିଷ ଖାଇବ ନାହିଁ ସେ ଖାଇବ ନାହିଁ ଓ ଯିଏ ଖାଇବ ସେ 50 ଗ୍ରାମ ପ୍ରତ୍ୟେକ ଦିନ ରଖିବା କଥା। ଚିନି, ମିଠା କିମ୍ବା ଗୁଡ଼ ପ୍ରତ୍ୟେକ ଦିନ 50 ଗ୍ରାମ ଜଣେ ତମ ବୟସର ପିଲାଙ୍କୁ ଖାଇବା କଥା। ଆଉ ଦେଖିବା କ'ଣ ଅଛି? କ'ଣ ଶିଖିଲେ ଓ ତାହେଲେ କ'ଣ ଅଭ୍ୟାସ କାର୍ଯ୍ୟ ଅଛି। ଅଭ୍ୟାସ କାର୍ଯ୍ୟ ଆମେ ପାଠରେ କରିବା ନାହିଁ, ସେଇଟା ଅଲଗା ଭିଡ଼ିଓ ଆଣିଦେବି। ଏତିକି ଥିଲା। ତାହେଲେ ତମର ଏଇ ପାଠ ଏତିକିରେ ସରିଲା। ଆମେ ପ୍ରଥମ ପାଠ ମଧ୍ୟ ପଢ଼ି ସାରିଛେ। ସେ ଭିଡ଼ିଓ ଯଦି ଦେଖିନାହ
से वीडियो भी देखिदेव। धन्यवाद। लाइक शेयर एंड सब्सक्राइब करदेव। एमती आउरी बहुत वीडियो देखा आग को जो वीडियो आसो तुमको नोटिफिकेशन जावाई लाइक शेयर एंड सब्सक्राइब करी रखिबो हमरो यूट्यूब चैनल सहज शिक्षा। धन्यवाद।